ସାମୁଦ୍ରିକ ଝଡ଼ଟା ଯେ ଏମିତି ନିମିଷକ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେବ ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ପାଖାପାଖି 40 ଜଣ ଲୋକ ଜାହାଜଟିରେ ବସି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯାତ୍ରା କରୁଥାନ୍ତି ଭାରି ଖୁସି ମନରେ। ହେଲେ ସେମାନେ କ'ଣ ଏମିତି ଜାଣିଥିଲେ କି ପ୍ରକୃତିର ସେଇ ତାଣ୍ଡବ ଆଗରେ ଆଚ୍ଛା ଆଚ୍ଛା ରଥୀ ମହାରଥୀମାନେ ମଧ୍ୟ ମୁଣ୍ଡ ନୁଆଇଛନ୍ତି। ଏ ତ ଜଳ ଜାହାଜଟାଏ, କୁଆଡ଼େ ଥିଲା କେଜାଣି ସେ ମଣିଷଖିଆ ସାମୁଦ୍ରିକ ଝଡ଼ଟା ଘୋଟି ଆସିଲା କଳା ବାଦଲ ପରିକା, ଆଉ ଜାହାଜଟାର ଚାରିପାଖରେ ଭଉଁରୀ ପରିକା ଖେଳିଗଲା। ସମସ୍ତେ ଜାଣିସାରିଛନ୍ତି ଆଜି ରାତିଟା ହେଉଛି ସେମାନଙ୍କ ପାଇଁ ଶେଷ ରାତି। ଏପଟେ କ୍ୟାପ୍ଟେନ୍ ମଧ୍ୟ କହିସାରିଲେଣି ଆଉ କିଛି ବି ଆମ ହାତରେ ନାହିଁ, ଆମେ ସମସ୍ତେ ଏ ଅଗଣ୍ଡ ଜଳରାଶି ମଧ୍ୟରେ ଜୀବନ ହାରିବା। ଯେତିକି ଭୟ ଲାଗୁନଥାଏ ତାଠାରୁ ଆହୁରି ଦୁଃଖ ଲାଗୁଥାଏ ପରିବାର କଥା ଭାବିଲା ବେଳକୁ। କ'ଣ ହେବ ସେମାନଙ୍କ ଅବସ୍ଥା? ଗାଁ ଗଣ୍ଡା ଛାଡ଼ି ସମସ୍ତେ ଆସିଛନ୍ତି ବିଦେଶ, କିଏ ରୋଜଗାର ଆଶାରେ ଆଉ କିଏ ପର୍ଯ୍ୟଟନ ଆଶାରେ। ହେଲେ କେହି କେବେ ଭାବିନଥିଲେ ଏମିତି ଅଧବାଟରେ ସମସ୍ତଙ୍କର ଜୀବନ ଆଜି ଚାଲିଯିବ। ଏଥର ସବୁ ଲୋକମାନେ ନିଜ ନିଜର ଲୋକମାନଙ୍କର ଫଟୋକୁ ଦେଖି ଲୁହ ଗଡ଼ାଉଥାନ୍ତି ଆଉ ମନେ ମନେ ଭାବୁଥାନ୍ତି ଆଜି ହେଉଛି ଶେଷ ଦିନ, ଆମେ ତୁମକୁ ଛାଡ଼ିକି ସବୁଦିନ ପାଇଁ ଆରପାରିକି ଚାଲିଯିବୁ, ଆଉ କେବେ ଦେଖା ହେଇପାରିବନି, ଶେଷ ଥର ପାଇଁ ଟିକେ ଦେଖିନେଉ। ହେଲେ ଏତିକି ବେଳେ ସେଇ ଜାହାଜ ଭିତରେ ଜଣେ ଭକ୍ତ ଥାନ୍ତି ମହାପ୍ରଭୁଙ୍କର। ସେ ତାଙ୍କ ପକେଟରୁ ମହାପ୍ରଭୁ ଜଗନ୍ନାଥଙ୍କର ଫଟୋଟିଏ ବାହାର କଲେ ଆଉ ସେଇ ଫଟୋଟାକୁ ଦେଖି କାନ୍ଦିବାକୁ ଲାଗିଲେ। ମନେ ମନେ ଗୁଣୁଗୁଣୁ ହେଇ କ'ଣ ଯେ କହିଗଲେ ତାହା କେହି ବି ବୁଝିପାରିଲେନି ସେଠି। କିନ୍ତୁ ଜଣେ ଲୋକଙ୍କର ଲକ୍ଷ୍ୟ ପଡ଼ିଲା, ଏ କ'ଣ ସମସ୍ତେ ନିଜ ନିଜର ପରିବାର ଲୋକଙ୍କୁ ଦେଖି କାନ୍ଦୁଛନ୍ତି ଆଉ ତାଙ୍କ ମନ କଥା କହୁଛନ୍ତି, ହେଲେ ଇଏ କ'ଣ? ଇଏ ଗୋଟିଏ ଫଟୋ ଦେଖି କ'ଣ ପାଇଁ କାନ୍ଦୁଛନ୍ତି? ସେ ଫଟୋଟା ତ କିଛି ବି ଲାଗୁନି କି ତାଙ୍କ ପରିବାରର ଲୋକ ହେଇଥିବ ବୋଲି। ସେ ଫଟୋଟା ତାଙ୍କୁ ଯେମିତି ଅଜବ ଲାଗୁଥାଏ। ବିଦେଶୀ ଲୋକ ତ, ସେ ବା କ'ଣ ବୁଝିବେ? ପାଖକୁ ଚାଲିଗଲେ ସେ ତାଙ୍କ ଭାଷାରେ ପଚାରୁଥାନ୍ତି, ଏ ଫଟୋରେ ଏମିତି କ'ଣ ଅଛି ତମେ ଆଙ୍କୁ ଦେଖି କାନ୍ଦୁଛ? ଇଏ ତୁମର କ'ଣ? ଇଏ କ'ଣ ତୁମ ବାପା ମା ନା ଭାଇ ଭଉଣୀ? ଆଙ୍କୁ ଧରି କ'ଣ ପାଇଁ କାନ୍ଦୁଛ? ଯେତେବେଳେ ଲୋକଟି ଏଇ ପ୍ରଶ୍ନ କରିଛନ୍ତି ଭକ୍ତ ଜଣଙ୍କ ଆଖିରୁ ଆହୁରି ଜୋରରେ ଧାର ଧାର ଲୁହ ବହିଗଲା। ସେ ଫଟୋଟିକୁ ମଥାରେ ମାରି କହିଲେ, ଇଏ ମୋର ବାପା ମା, ଭାଇ ଭଉଣୀ, ସାଙ୍ଗସାଥି ଆଉ ମୋର ଅସୁବିଧାର ସାଥି ମଧ୍ୟ। ଲୋକଟି କିଛି ବି ବୁଝିପାରିଲାନି। ସେବା କୋଉଠୁ ଜାଣିବ ଜଣେ ଭକ୍ତର ଭଗବାନଙ୍କ ପ୍ରତି ଭାବ, ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା। ଲୋକଟି ପୁଣି ପଚାରିଲା, ହେଲେ ସିଏ କ'ଣ ତୁମକୁ ସାହାଯ୍ୟ କରିବେ? ଏତେ ବଡ଼ ଅସୁବିଧାରେ ତୁମେ ପଡ଼ିଛ, କାହିଁ ତାଙ୍କର ତ ଦେଖା ନାହିଁ। ଭକ୍ତ ଜଣକ କହି ଉଠିଲେ, ସେ ଖାଲି ମୋତେ କାହିଁକି, ଏ ଜାହାଜରେ ଥିବା ସମସ୍ତଙ୍କୁ ସାହାଯ୍ୟ କରିପାରିବେ। ଆଉ ଜାଣିଛ, ଯଦି ସିଏ ଚାହିଁବେ ନା ଆମ ଜାହାଜର କିଛି ବି ହେବନି। ଏ ସାମୁଦ୍ରିକ ଝଡ଼ଟା ଇଏ ବା କ'ଣ କରିବ? ସିଏ ମଧ୍ୟ ତାଙ୍କ ଆଗରେ ମଥା ନୁଆଁଏ। କିଛି ବୁଝିପାରିଲେନି ଲୋକ ଜଣକ। ସେ ପୁଣି କହୁଥାନ୍ତି, କହୁନ ଆମ ସମସ୍ତଙ୍କୁ ଟିକେ ସେ ଉଦ୍ଧାର କରିଦିଅନ୍ତୁ, ଏତେ ବଡ଼ ବିପଦରେ ଆମେ ପଡ଼ିଛେ, ତାଙ୍କର ତ ଟିକେ ବି ଦେଖା ନାହିଁ। ଭକ୍ତ ଜଣକ ହାତ ଯୋଡ଼ି ଦେଇ କହିଲେ, ମୋ ପ୍ରଭୁଙ୍କ ଆଗରେ ଯିଏ ଥରେ ମାତ୍ର ମଥା ନୁଆଇଛି, ମୋ ପ୍ରଭୁଙ୍କ ଆଗରେ ଯିଏ ଥରେ ମାତ୍ର ହାତ ଯୋଡ଼ି ଗୁହାରି କରିଛି, ସେ ତାଙ୍କର ଡାକ ନିଶ୍ଚୟ ଶୁଣନ୍ତି। ଏଥର ବିଦେଶୀ ଲୋକଟି ଆଉ କିଛି ବି ପ୍ରଶ୍ନ ନ କରି ସେଇଠି ସଙ୍ଗେ ସଙ୍ଗେ ସେଇ ଭକ୍ତ ଜଣଙ୍କ ସାଙ୍ଗରେ ଆଣ୍ଠୁ ମାଡ଼ି ବସି ପଡ଼ିଲେ। ଆଉ ସିଏ ଯେମିତି ଗୁହାରି କରୁଥାନ୍ତି ଇଏ ମଧ୍ୟ ତାଙ୍କ ଭାଷାରେ କହିବାକୁ ଲାଗିଲେ, ହେ ଠାକୁରେ, ମୁଁ ତ ଜାଣିନି ତୁମେ କେମିତିକା, ନା ତୁମକୁ ଆଗରୁ କେବେ ଦେଖିଛି ନା ତୁମ ପାଖକୁ କେବେ ଯାଇଛି। ଠାକୁରେ, ଆମକୁ ଟିକେ ଏଠୁ ଉଦ୍ଧାର କରନ୍ତୁ, ଏତେ ବଡ଼ ବିପଦ ପଡ଼ିଛି। ଦେଖୁଛ ତ ସାମୁଦ୍ରିକ ଝଡ଼ଟା କେମିତି ରାକ୍ଷସ ପରିକା ମାଡ଼ି ଆସୁଛି, ଆମ ସମସ୍ତଙ୍କୁ ମାଡ଼ି ତ ବସେ, ତୁମେ ଟିକେ ସାହା ହୁଅ ଠାକୁରେ। ସେ ଅଗଣ୍ଡ ଜଳରାଶି ମଧ୍ୟରେ ଜାହାଜର ଉତ୍ଥାନ ପତନ ଭିତରେ ଆଉ ଲୋକମାନଙ୍କ କୋଳାହଳ ଭିତରେ ଦୁଇ ଭକ୍ତ ଆଣ୍ଠୁ ମାଡ଼ି ହାତ ଯୋଡ଼ି ବସି ପଡ଼ିଥାନ୍ତି ମହାପ୍ରଭୁ କାଳିଆ ସାନ୍ତଙ୍କ ଆଗରେ। ତାଙ୍କ ମନରେ କେବଳ ଗୋଟିଏ କଥା, ଠାକୁରେ ଜାହାଜଟିକୁ ଉଦ୍ଧାର କରନ୍ତୁ, ହେ କୋଟି ଓଡ଼ିଆର ମଉଡ଼ମଣି, ହେ ଜଗତର ନାଥ ଜଗନ୍ନାଥ, ଆମକୁ ଏତେ ବଡ଼ ବିପଦରୁ ଉଦ୍ଧାର କର ସାନ୍ତେ।
ତୁମେ ନ ଚାହିଁଲେ ଭାସିଯିବୁ ସାନ୍ତେ। ତା ଛଡ଼ା ଆମ ପରିବାର ଆମକୁ ଟିକେ ରକ୍ଷା କର ସାନ୍ତେ। ଯେତେବେଳେ ଆକୁଳ ନିବେଦନ କରିଛନ୍ତି ଭକ୍ତମାନେ, ମୋ କାଳିଆ ସାନ୍ତ ଏତେ ବି ନିଷ୍ଠୁର ନୁହନ୍ତି। କେତେବେଳେ କେମିତି ଟିକେ ଦାଉ ସାଧନ୍ତି ସତ, ହେଲେ ଭକ୍ତମାନଙ୍କ ପାଖେ ପାଖେ ଥାନ୍ତି ଯେ। ନିମିଷକ ମଧ୍ୟରେ କୁଆଡ଼େ ଯେ ଝଡ଼ଟା ଚାଲିଗଲା କେହି କେବେ ବୁଝିପାରିଲେନି। ଏପଟେ 2 ଜଣ ଭକ୍ତ ସେମିତି ଆଣ୍ଠୁ ମାଡ଼ି ବସିଥାନ୍ତି। ଆଖି ଖୋଲିକି ଦେଖନ୍ତି ତ ସବୁ ଲୋକମାନଙ୍କ ଆଖିରେ ଲୁହ ଥମି ଯାଇଥାଏ, ଓଠରେ ଟିକେ ହସ ଆସିଥାଏ। ଏପଟରେ କ୍ୟାପ୍ଟେନ୍ ଭାଇ ଜଣକ ସେ ଆସି 2 ଜଣଙ୍କ ଭକ୍ତ ପଛପଟେ। ସେ ସେତେବେଳଠାରୁ ସବୁ କଥା ଶୁଣିଛନ୍ତି ଆଉ ସବୁ ଦେଖିଛନ୍ତି ମଧ୍ୟ। ସେ ତ ଆଶା ହରାଇ ବସିଥିଲେ ଯେ ଆଜି ହେଉଛି ସମସ୍ତଙ୍କର ଶେଷ ଦିନ ବୋଲି। ସେଇଥିପାଇଁ ସବୁକିଛି ଛାଡ଼ି ଦେଇ ଚାଲି ଆସିଥିଲେ ସେ। ହେଲେ ଏ କ'ଣ ଫଟୋଟାଏ ଯେ ତାଙ୍କୁ ଏମିତି ନୂଆ ଜୀବନ ଦେବ ସେ କେବେ ବି ଭାବିନଥିଲେ। ସତରେ ଏଇ 2 ଜଣ ଭକ୍ତଙ୍କ ପାଇଁ ସମସ୍ତେ ଆଜି ନୂଆ ଜୀବନଟିଏ ପାଇଲେ। ସେ ଭାରି ଖୁସି ହେଇଗଲେ। ସେ 2 ଜଣଙ୍କୁ କୋଳେଇ ନେଲେ ଆଉ ସେଇ କାଳିଆ ସାନ୍ତଙ୍କ ଆଗରେ ସିଏ ମଧ୍ୟ ମଥା ପାତିଲେ। ସେଦିନ ମନେ ମନେ ସ୍ଥିର କଲେ, ଜୀବନରେ ଯଦି ବି କେବେ ସୁଯୋଗ ମିଳେ ନିଶ୍ଚୟ ଯିବି ପ୍ରଭୁ ତୁମ ପାଖକୁ। ଲୋକଟା ଠାରୁ ସବୁକିଛି ଠିକଣା ଲେଖିନେଲେ। ହେଲେ ତାଙ୍କ ପାଖରେ ବସିଥିବା ସେଇ ବିଦେଶୀ ଭକ୍ତ ଜଣକ ତାଙ୍କ ମନ କିନ୍ତୁ ବୁଝିଲାନି। ସେ ମନେ ମନେ ସ୍ଥିର କଲେ, ଯେମିତି ହେଲେ ବି କାଳିଆ ସାନ୍ତଙ୍କ ପାଖକୁ ଯିବି, ତାଙ୍କୁ ଟିକେ ମନ ଭରି ଦେଖିବି। ଏପଟେ ଭକ୍ତ ଜଣକ କହୁଥାନ୍ତି, ଜାଣିଲି ଶାନ୍ତେ ତୁମେ ପରମ ଦୟାଳୁ। ଭକ୍ତିରେ ଡାକିଲେ ତୁମେ ନିଶ୍ଚୟ ଡାକ ଶୁଣ। ଆମେ ତ ତୁମ ଶରଣ ପଶିଲୁ, କେମିତି ବା ଉଦ୍ଧାର କରିନଥାନ୍ତ। ଧନ୍ୟ ହେ ଶାନ୍ତେ, ଧନ୍ୟ ତୁମ କରୁଣା। ଏଥର ସମଗ୍ର ଜାହାଜଟା ଜୟ ଜଗନ୍ନାଥ ନାରାରେ କମ୍ପି ଉଠିଲା। କିଏ ବୁଝୁ ବା ନ ବୁଝୁ ସମସ୍ତଙ୍କର ହାତ ଉଠିଗଲା। ଭକ୍ତ ଜଣକ ଭାରି ଖୁସି ହେଇଗଲେ ଯେ ଜାହାଜ ଭିତରେ ସମସ୍ତଙ୍କ ମୁହଁରେ ଜୟ ଜଗନ୍ନାଥ ଶୁଣିକି। ହଁ ଆଜ୍ଞା, ଯେତେ ବଡ଼ ଅସୁବିଧାରେ ବି ପଡ଼ିଥାନ୍ତୁ, ଯେତେବେଳେ ସବୁକିଛି ଦ୍ୱାରା ବନ୍ଦ ହୋଇଯାଇଥାଏ, ମୋ ମହାପ୍ରଭୁ କୌଣସି ନା କୌଣସି ଉପାୟରେ କୌଣସି ଗୋଟିଏ ଦ୍ୱାର ଖୋଲି ସାହାଯ୍ୟ କରିଥାନ୍ତି ଭକ୍ତମାନଙ୍କୁ। କେବଳ ତାଙ୍କଠାରେ ବିଶ୍ୱାସ କରିଥିଲେ ହେଲା, ଭରସା କରିଥିଲେ ହେଲା, ତାଙ୍କୁ ଟିକେ ଭକ୍ତି କରୁଥିଲେ ହେଲା। ନମସ୍କାର ଆଜ୍ଞା। ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ଥାନ୍ତୁ, ସମସ୍ତେ ଭଲରେ ଥାନ୍ତୁ। ଜୟ ଜଗନ୍ନାଥ।